ବାସ୍ତବରେ ପଖାଳ ଦିବସଟା ଆମର ବହୁତ ବର୍ଷ ହେଲା ଏଠି ପାଳନ କରାଯାଉଛି ଏବଂ କେବଳ ଓଡ଼ିଶାରେ ସୀମିତ ନୁହେଁ, ଇଏ ଭାରତ ବର୍ଷରେ ମଧ୍ୟ ସେ ଭଲ ନାଁ କରିଛି। ତା ଛଡ଼ା ବିଶ୍ୱ ଦରବାରରେ ମଧ୍ୟ ପଖାଳ କଂସା ଉପରେ ଗୋଟେ ଭଲ ଚର୍ଚ୍ଚିତ ଭଲ ଆସିଛି ଜିନିଷ ଆସିଛି, ଯୋଉଦ୍ୱାରା କି ପଖାଳ ଭିତରେ ଯୋଉ ରହିଛି ତାତ୍ବିକ ଚେତନା ରହିଛି, ମନ ଥଣ୍ଡା ରହୁଛି ଏବଂ ବିଭିନ୍ନ ପ୍ରକାର ଆମର ଶକ୍ତିବର୍ଦ୍ଧକ ଉପାଦାନ ମିଳୁଛି ପଖାଳରେ। ଆଉ ବିଶେଷ କରିକି ରୌଦ୍ର ତାପରେ ଯୋଉ ଆମେ ରକ୍ଷା ପାଉଛୁ ତାହା ବହୁତ ବିଶ୍ୱ ଦରବାରରେ ଏଟା ଆଲୋଚନା ହେଇଛି। ଆଉ ଆଜି ମଧ୍ୟ ପଖାଳ ଦିବସ ପାଳନ କରୁଛୁ। ଆଜି କେବଳ ପଖାଳ ଦିବସରେ ଆମେ ସୀମିତ ରହୁନୁ, ଆଉ ଗୋଟେ ଆମ ବିଶ୍ୱ ଚେତନା ଗୋଟେ ଆସୁଛି ଯେ ଚଟିଆ ଦିବସ ମଧ୍ୟ ଆଜି ପାଳନ କରାଯାଉଛି। ସେ ଚଟିଆ ଦିବସରେ ମଧ୍ୟ ଆମେ ସଜାଗ ରହିବା କଥା। କ୍ରମଶଃ ଚଟିଆ ମାନେ ଆମର ଆଖିରୁ ଉଭେଇ ଗଲେଣି, ଲୋପ ପାଇ ଆସିଲେଣି। ଆମର ପରିବେଶ ସୁରକ୍ଷା ପାଇଁ ମଧ୍ୟ ଆଜିର ଦିନଟା ଗୋଟେ ବଡ଼ ମୂଲ୍ୟବାନ ଦିନ, ଆମେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର। ଆଉ ବିଶେଷ କରି ପଖାଳ ଦିବସ ଆଉ ଏଇ ବିଶ୍ୱ ଚଟିଆ ଦିବସ ଏ ଦୁଇଟା ଜିନିଷ ନେଇକି ଆଜିର ଦିନଟି ମହତ୍ୱପୂର୍ଣ୍ଣ ବୋଲି ମୁଁ ମନେ କରୁଛି। ଆଉ ଆଜି ଆମ ପିଲାମାନଙ୍କୁ ନେଇକି ପ୍ରଗତି ମହିଳା ସଂଗଠନ ବିଭିନ୍ନ କରିଥିଲେ, ପ୍ରତିଯୋଗିତା କରିଥିଲେ। ଆଉ ଯୋଉଟା କି ଓଡ଼ିଆ ପାରମ୍ପରିକ ଖାଦ୍ୟ ତା ଉପରେ ମଧ୍ୟ ଆଲୋଚନା ହେଇଥିଲା। ଆଉ ଆଲୋଚନା ପ୍ରସଙ୍ଗରେ ମଧ୍ୟ କାଞ୍ଜି, ସାଖରଡ଼ା, ବେସର, ପଖାଳ ଏଇ ସବୁ ଯାକ ନେଇକି ମଧ୍ୟ ବରିଚୁରା ଏଇ ସବୁ ନେଇକି ଆଲୋଚନା ହେଇଥିଲା ଏବଂ ଆମେ ପିଲାମାନଙ୍କର ଦେଖିଛୁ ଏବଂ ତାକୁ ଆମେ ପୁରସ୍କୃତ ସେମାନଙ୍କୁ କରିଛୁ। ଆଉ ବଡ ଖୁସି ଲାଗିଲା ଯେ ଏଇ ଯୋଉ ନୂଆ ପିଢିଙ୍କୁ ଆମେ କିଛି ଗୋଟେ ବାର୍ତ୍ତା ଦେଇଛୁ, ସମାଜକୁ ବି ବାର୍ତ୍ତା ଦଉଛୁ ଯେ ପଖାଳର ମହତ୍ଵ ବହୁତ ମୂଲ୍ୟବାନ, ତାହାକୁ ସମସ୍ତେ ଗ୍ରହଣ କରିବା ଦରକାର।